ହଁ ମୁଁ ଶୁଣିଲି ଯେ ନ୍ୟୁଜ୍ରେ ଦେଖୁଥିଲି ଯେ ବ୍ରହ୍ମପୁର ମେଡ଼ିକାଲ କଲେଜର ପିଜି ପରୀକ୍ଷାରେ କ'ଣ ପ୍ରଶ୍ନପତ୍ର ଲିକ୍ ହେଇଛି ବୋଲି। ତ ଏଥିରୁ ଜଣାପଡ଼ୁଛି ସରକାରଙ୍କର ବିଲକୁଲ ନିଦ ଭାଙ୍ଗି ନାହିଁ, ଘୋର ନିଦ୍ରାରେ ଅଛନ୍ତି ଏବଂ ସଚେତନ ନାହାନ୍ତି। ସାରା ଭାରତ ବର୍ଷରେ ଏକ ବିପ୍ଳବ ଆରମ୍ଭ ହେଲା ବେଳେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଇଏ ପୁଣି ଥରେ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପିଲାଙ୍କ ପାଖକୁ ପ୍ରଶ୍ନପତ୍ର ପହଞ୍ଚିବା ଆରମ୍ଭ ହେଲାଣି। ତ ଏଥିରୁ ଆପଣ ଜାଣିପାରୁଥିବେ ଯେ ସରକାର କେତେ ସିରିୟସ୍। ଏ ସରକାରର ଆଉ ଗାଦିରେ ରହିବାର ଆଉ କୌଣସି ପ୍ରକାର ନୈତିକତା ନାହିଁ। ଆମେ ଗାଦିଚ୍ୟୁତ କରିବା ଏବଂ ଜନସାଧାରଣ ଗାଦିଚ୍ୟୁତ କରିବେ ବହୁତ ଶୀଘ୍ର, ଛାତ୍ର ସମାଜ ଗାଦିଚ୍ୟୁତ କରିବେ ବହୁତ ଶୀଘ୍ର, ଯୁବ ସମାଜ, ଚାଷୀ ଭାଇମାନେ କରିବେ। ଏମାନେ ବାରମ୍ବାର ତ୍ରୁଟି ହେଉଛି, ପ୍ରାରମ୍ଭିକ ପାଠ୍ୟପୁସ୍ତକ ହଉ କି ପ୍ରଶ୍ନପତ୍ର ଲିଖିବା ହଉ କି ଏସ୍ଆଇ ନାଇଁ, ଏ ଗୋଟେ ପୁରା ନନ୍ ସିରିୟସ୍ ଗଭର୍ଣ୍ଣମେଣ୍ଟ। ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟକୁ ଶିକ୍ଷାମନ୍ତ୍ରୀ ମାନୁନାହାନ୍ତି, ଶିକ୍ଷାମନ୍ତ୍ରୀ ବକ୍ତବ୍ୟକୁ ଡାଇରେକ୍ଟର ମାନୁନାହାନ୍ତି, ଡାଇରେକ୍ଟର ଆଡ଼ଭାଇଜ୍କୁ ସେକ୍ରେଟାରୀ ମାନୁନାହାନ୍ତି। ଏସବୁ ଗୋଳମାଳ ହେଇସାରିଛି। ଏଣୁକରି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଅତି ଦୟନୀୟ ଅବସ୍ଥାରେ ବିକଳାଙ୍ଗ ପରିସ୍ଥିତି ଚାଲିଯାଇଛି। ପ୍ରଦୀପ ମାଝୀ ଭଲ ଭାବେ ଜାଣିଛନ୍ତି ଯେ କେବିକେ ହଉ କି କଳାହାଣ୍ଡିଠୁ ଆରମ୍ଭ କରି କୋରାପୁଟ ପର୍ଯ୍ୟନ୍ତ ଯେଉଁ ଛାତ୍ରମାନେ ଦୀର୍ଘଦିନ ଧରି ପରିଶ୍ରମ କରୁଛନ୍ତି, ଟିକିଏ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ତାଙ୍କର ଜୀବନଟା ବର୍ବାଦ ହେଉଛି, ତାକୁ ନେଇ କ'ଣ କହିବି, ନେଇ କ'ଣ କହିବି ସାର୍? ନା, ସେମାନେ ତ ଦାୟିତ୍ୱ ନେଇଛନ୍ତି ଏବେ ଭାରତବର୍ଷରେ ଏବଂ ମୁଁ ଭାବୁଛି ଯେ ଭାରତୀୟମାନେ ରାଜନେତାମାନେ ଯେଉଁମାନେ କି ବିରୋଧୀ ଭୂମିକାରେ ଅଛନ୍ତି ବର୍ତ୍ତମାନ ସମସ୍ତେ ତାଙ୍କୁ ସମର୍ଥନ ଜଣାଇଛନ୍ତି ଏବଂ ସେମାନେ ସାର୍ ଜାଣି ବି ପାରିଛନ୍ତି। ଏଣୁକରି ସେମାନେ ବାଟବଣା ନ ହୋଇ ଯଦି ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଯଦି ଲଢ଼େଇ ଆରମ୍ଭ କରନ୍ତି ତାହେଲେ ବ୍ୟବସ୍ଥା ନିଶ୍ଚିତ ଭାବେ ସୁଧରିବ। ଇଏ ଆମର ଆଶା ଏବଂ ବିଶ୍ୱାସ ଅଛି। ପୂର୍ବ ସରକାରରେ ଯେକୌଣସି ଭୁଲ ଯେଉଁ ମନ୍ତ୍ରୀ କରୁଥିଲେ ତାଙ୍କ ଉପରେ ସେ ନୈତିକ ଦୃଷ୍ଟିରୁ ସେ ନିଜ ଆଡ଼ୁ ଇସ୍ତଫା ଦେଉଥିଲେ, ତେବେ ବିଜେପିରେ କାହିଁକି? ନା, ଇଏ ଏକଛତ୍ରବାଦ ଶାସନର ଏକ ନମୁନା। ଇଏ ମାନେ ହିନ୍ଦୁ ରାଷ୍ଟ୍ର ଗଠନ କରିବା ନାଁରେ ଦେଶଟାକୁ ପୁରା ଅନ୍ଧ କରିକି ରଖିଛନ୍ତି, ସମସ୍ତଙ୍କୁ ଭ୍ରମିତ କରାଉଛନ୍ତି ଏବଂ ଏଭଳି କେଳାଙ୍କାରୀ ସବୁ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ଆମକୁ କେହି କିଛି କରିବେନି, କାରଣ ଆମେ ହିନ୍ଦୁଙ୍କ ଦ୍ୱାରା, ଶ୍ରୀରାମ ଭଗବାନଙ୍କ ଦ୍ୱାରା ମନ୍ଦିର ମସଜିଦ କଥା କହି, ଭାରତ ପାକିସ୍ତାନ କଥା କହି, ବିଭିନ୍ନ ପ୍ରକାର ମିଡ଼ିଆରେ ଏବଂ ମାନେ ସମ୍ପୂର୍ଣ୍ଣ ଭାବେ ନ୍ୟାସନାଲ୍ ମିଡ଼ିଆ ଏବଂ ରିଜନାଲ୍ ମିଡ଼ିଆକୁ ନିଜ ପକେଟରେ ରଖି ସୋସିଆଲ ମିଡ଼ିଆରେ ଡିଜିଟାଲ ଆର୍ମି ତିଆରି କରି ଦେଶଟାକୁ କରାୟତ୍ତ କରିଦେବୁ। କାରଣ ସେମାନେ ଜାଣିଛନ୍ତି 40% ଭୋଟ୍ ପାଇଲେ ଆମେ ଶାସନ ବ୍ୟବସ୍ଥା ରହିବୁ ସବୁଦିନ ପାଇଁ। 60% ଲୋକ ବିରୋଧ କରନ୍ତୁ, କୌଣସି ଅସୁବିଧା ନାହିଁ ଆମର। ତ ସେ ଯେ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବାର ଅଛି ଏବଂ ଯୁବକମାନେ ଏବଂ ଛାତ୍ରମାନେ ତାହା କରିପାରିବେ। ପଡ଼ିବ ବିରାଟ ଆକାରରେ ପଡ଼ିବ। ତା ପାଇଁ ଲୋକ ସଚେତନ ହେଲେଣି ଏବଂ ଛାତ୍ର ସମାଜ ଏ ଗୁରୁ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ହେଲେଣି। ନା, ବହୁତ ଭଲ ରେଜଲ୍ଟ ହେବ ଆମର। ଲୋକଙ୍କର ଯେଉଁ ଆକ୍ରୋଶ ଅଛି ତା ଭୋଟରେ ପରିଣତ ହେବ, ଆପଣ ଦେଖିବେ। ନା, ଏମାନଙ୍କର କିଛି ମେକାନିଜିମ୍ କିଛି ନାହିଁ। କାମ କରିବା ଯେ ମେକାନିଜିମ୍ ଗୋଟେ ଥାଏ ସରକାରର, ଏର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ତାଙ୍କ ପାଖରେ ନାହିଁ। କେବେ କିପରି ଭାବରେ ବନ୍ୟା ଦାଉରୁ ଲୋକଙ୍କୁ ରକ୍ଷା କରାଯିବ, ବନ୍ୟାକୁ ତ ଆପଣ କଣ୍ଟ୍ରୋଲ କରିପାରିବେ, ଲୋକଙ୍କୁ ରକ୍ଷା କରିବେ, ତା ପାଇଁ କିଛି। ମୁଁ ତା ଦେଖୁଥିଲି 78 ଜଣ ମରିସାରିଲେଣି। ଯେତେବେଳେ ପୂର୍ବରୁ ଜିରୋ କାଜୁଆଲିଟି କଥା କୁହାଯାଉଥିଲା, 78 କ'ଣ ତା ଫିଗରଟା ପୁଣି ବଢ଼ି ବଢ଼ି ଚାଲିବ ବୋଧେ। ତ ଏମାନଙ୍କ ପାଖରେ କିଛି ନାହିଁ, ମେକାନିଜିମ୍ ନାହିଁ। ଜିରୋ କାଜୁଆଲିଟି କଥା କହୁଥିଲେ। ତାପରେ ରନ୍ଧା ଖାଦ୍ୟ କି ଚୁଡ଼ାର ଅଭାବ ଦେଖିବାକୁ ମିଳିଛି, ଯାହା ବିରୋଧୀ ବିଜେଡି ବି ଅଭିଯୋଗ ଆଣିଛି। ଏ କଂଗ୍ରେସ ସମାନ ଅଭିଯୋଗ ଆଣିଛି। ବିଭିନ୍ନ ଅଞ୍ଚଳରେ ରେସ୍କ୍ୟୁ କରାଯାଇପାରୁନି ସଠିକ୍ ଭାବେ, କି ଚୁଡ଼ା ଖାଦ୍ୟ କି ରନ୍ଧା ଖାଦ୍ୟ ଦିଆହେଇପାରୁନି। ଜିଲ୍ଲାପାଳଙ୍କ ପୂର୍ବରୁ କାଲାମିଟି ମିଟିଂ ତ କରିଥିବେ, ନ୍ୟାଚୁରାଲ୍ କାଲାମିଟି ମିଟିଂ କରିଥିବେ, ସବୁ ଜିଲ୍ଲାର ବିଧାୟକ, ସବୁ ବିଭାଗର ଅଧିକାରୀମାନେ ଥିବେ। ସେତେବେଳେ କାହିଁକି ଭଣ୍ଡଲ ପଏଣ୍ଟକୁ ଜାଣିପାରିଲେନି ଗଭର୍ଣ୍ଣମେଣ୍ଟ ବେସନାରୀ? ମୁଁ କହିଲି ପରା, ମେକାନିଜିମ୍ ଫେଲ୍, ସିଷ୍ଟମ୍ ଫେଲ୍, ଆଡମିନିଷ୍ଟ୍ରେସନ ଫେଲ୍, ଶାସନର ଯେଉଁ ବ୍ୟବସ୍ଥା କରୁଥାଏ ବ୍ୟବସ୍ଥା ଫେଲ୍ ମାରିଛି। ଏଣୁକରି ଏଭଳିଆ ଅବସ୍ଥା ହେଉଛି। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ।